प्रियमाने प्रभु जीशुଙ୍କ नामରେ ସମସ୍ତଙ୍କୁ ପ୍ରେମପୂର୍ଣ୍ଣ ନମସ୍କାର। ଆପଣମାନେ ଦେଖୁଛନ୍ତି ନା ଏହା କେତେ ସୁନ୍ଦର ସ୍ଥାନ ଅଟେ। କେରଳ ରାଜ୍ୟର ଗୋଟେ ସୁନ୍ଦର ସ୍ଥାନ ଅଛି ଯାହାକୁ ମୁନ୍ନାର ବୋଲି କହନ୍ତି। ଏହା ପାହାଡ଼ିଆ ଏକ ଅତି ସୁନ୍ଦର ମନୋରମ ଏକ ସୁନ୍ଦର ଦୃଶ୍ୟ ଅଟେ। ଏଠାକୁ ଅନେକ ପର୍ଯ୍ୟଟକମାନେ ଆସନ୍ତି। ଏହା ତାମିଲନାଡୁର ଏହି ରାଜ୍ୟର ପାଖରେ ହିଁ ଅବସ୍ଥିତ। ଆପଣମାନଙ୍କୁ ଯେଉଁ ମଧ୍ୟ ସମୟ ମିଳିବ, ଛୁଟି ବିଶ୍ରାମ ଯେବେ ପାଇବେ, ନିଶ୍ଚୟ ପରିବାର ସହିତ ଏହିପରି ଈଶ୍ୱରଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ ଦେଖିବା ନିମନ୍ତେ ଆସନ୍ତୁ। ପୁଣି ପ୍ରଭୁଙ୍କର ଧନ୍ୟବାଦ କରୁଥାନ୍ତୁ। ଠିକ୍ ଅଛି, ଆଜି ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ପାଇଁ କ'ଣ? ରୋମୀୟ ମଣ୍ଡଳୀକୁ ପାଉଲଙ୍କ ପତ୍ର 15 ଅଧ୍ୟାୟର 13 ପଦ ପଢ଼ିବା। ଭରସାର ଈଶ୍ୱର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ। ପରମେଶ୍ୱର ଆମମାନଙ୍କୁ ତାଙ୍କ ଆନନ୍ଦ ଏବଂ ଶାନ୍ତିରେ ପରିପୂର୍ଣ୍ଣ କରିବା ପାଇଁ ଚାହାନ୍ତି। କ'ଣ ଆଜି ଆପଣଙ୍କ ପାଖରେ ଶାନ୍ତି, ଆନନ୍ଦ, ଖୁସି ରହିଛି କି? ହୁଏତ ଆମମାନଙ୍କ ପାଖରେ ଜାଗତିକ ସମସ୍ତ ବିଷୟ ରହିଅଛି, କିନ୍ତୁ ବାସ୍ତବ ଆନନ୍ଦ ଏବଂ ଶାନ୍ତି କ'ଣ ଆଜି ଆମମାନଙ୍କ ହୃଦୟରେ ରହିପାରିଅଛି? ଯେହେତୁ ତାହା ପରମେଶ୍ୱର ହିଁ ପ୍ରଦାନ କରିପାରନ୍ତି। ଏହି ଈଶ୍ୱରୀୟ ଶାନ୍ତି ଏବଂ ଆନନ୍ଦକୁ ଆମେମାନେ ଅର୍ଥ ଦ୍ୱାରା କ୍ରୟ କେବେ ମଧ୍ୟ କରିପାରିବା ନାହିଁ, ଯେହେତୁ ପରମେଶ୍ୱରଙ୍କ ଦ୍ୱାରା ଏହା ମିଳିଥାଏ। ଆମ୍ଭମାନଙ୍କ ଜୀବନରେ ଈଶ୍ୱର ଆପଣାର ଶାନ୍ତି ପ୍ରଦାନ କରିବା ନିମନ୍ତେ ଆପଣାର ଏକମାତ୍ର ପୁତ୍ରଙ୍କୁ ସେ ପଠାଇଲେ। ପୁଣି ସେ ଆମମାନଙ୍କୁ ଆପଣାର ଅପୂର୍ବ ଈଶ୍ୱରୀୟ ଶାନ୍ତି ପ୍ରଦାନ କରିଥାନ୍ତି। ଏହି ଜଗତରେ ଆମେମାନେ କେବେ ମଧ୍ୟ ବାସ୍ତବ ପ୍ରକୃତ ଆନନ୍ଦ, ଶାନ୍ତି କେବେ ମଧ୍ୟ ପାଇପାରିବା ନାହିଁ, ଯେହେତୁ ଜଗତର ଅଧିପତି ଶୈତାନ ଅଟେ। କିନ୍ତୁ ବାସ୍ତବ ଶାନ୍ତି ଏବଂ ପ୍ରକୃତ ଆନନ୍ଦ ପରମେଶ୍ୱର ଆପଣାର ପୁତ୍ରଙ୍କ ଠାରେ ସେ ଆମ୍ଭମାନଙ୍କ ନିମନ୍ତେ ରଖିଅଛନ୍ତି। ସେ ଆପଣାର ଏକମାତ୍ର ପୁତ୍ରଙ୍କୁ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଆମମାନଙ୍କ ନିମନ୍ତେ ତ୍ୟାଗ କରିଦେଲେ। ପୁଣି ସେ କ୍ରୁଶରେ ଆମ୍ଭମାନଙ୍କ ଜୀବନ ନିମନ୍ତେ ମୁକ୍ତି, ଶାନ୍ତି, ଆନନ୍ଦକୁ ସୃଷ୍ଟି କରିଥିଲେ। ସେଥିରେ ଆମମାନଙ୍କ ପାଇଁ ଶାନ୍ତି, ଆନନ୍ଦ ରହିଛି। ଏଣୁ ପ୍ରକୃତ ଶାନ୍ତି ଯଦି ଆମ୍ଭମାନଙ୍କୁ ଆଜି ଆବଶ୍ୟକ ଅଛି, ତେବେ ଶାନ୍ତିର କର୍ତ୍ତା, ଶାନ୍ତିର ରାଜକୁମାରଙ୍କ ନିକଟରେ ଯଦି ଆମେମାନେ ପ୍ରତିଦିନ ଯିବା, ତାଙ୍କଠାରେ ଶାନ୍ତିର ପ୍ରାର୍ଥନା କରିବା, ତେବେ ସେ ଆମମାନଙ୍କୁ ଆପଣାର ଶାନ୍ତି ଯାହା ସେ କ୍ରୁଶରେ ସ୍ଥାପନ କରିଛନ୍ତି ବୋଲି ପବିତ୍ର ବାଇବଲ ପ୍ରକାଶ କରେ, ସେ ନିଶ୍ଚୟ ଆମମାନଙ୍କୁ ସେ ଶାନ୍ତି ପ୍ରଦାନ କରିବେ। ଆସନ୍ତୁ ଆମେମାନେ ସେ ଶାନ୍ତିକର୍ତ୍ତାଙ୍କ ନିକଟବର୍ତ୍ତୀ ହୋଇ ଶାନ୍ତିର କାମନା କରିବା। ପ୍ରିୟ ପ୍ରଭୁ, ଆମମାନଙ୍କ ଜୀବନରେ ତୁମର ସେ ପ୍ରକୃତ ଶାନ୍ତି ପୁଣି ଆନନ୍ଦ ଆମ ସମସ୍ତଙ୍କୁ ତୁମେ ଯୀଶୁଙ୍କ ନାମରେ ଦିଅ। ତୁମ ନାମରେ ମାଗୁଛୁ ପିତା, ଆମେନ୍, ଆମେନ୍।